ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିରର ବାର୍ଷିକୋତ୍ସବ ଅଷ୍ଟପ୍ରହର ନାମଯଜ୍ଞ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସୋମବାର ଦିନ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ମଙ୍ଗଳବାର ସକାଳ 6ଟାରୁ ନାମଯଜ୍ଞ ଆରମ୍ଭ ହୋଇଥିଲା। ଏଥିସହିତ ସିଦ୍ଧେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ ହୋଇଥିଲା। ରୁଦ୍ରାଭିଷେକରେ ମଳୟ ସ୍ୱାଇଁ ଓ ପତ୍ନୀ ରୀତାଞ୍ଜଳି କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। କୈଳାସ ଚନ୍ଦ୍ର ମାହୁନ୍ତ ଓ ଲକ୍ଷ୍ମୀପ୍ରିୟା ଅଷ୍ଟପ୍ରହର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପୂଜକ ମାନସ କୁମାର ଦାସଙ୍କ ସହିତ ସନ୍ତୋଷ କୁମାର ଦାସ, ତୃପ୍ତିରାଜ ରଥ ଓ ଦେବେନ୍ଦ୍ର ଦାସ ସମସ୍ତ ପୂଜା କାର୍ଯ୍ୟ ଓ ନୀତିକାନ୍ତି ତୁଲାଇଥିଲେ। ସନ୍ଧ୍ୟାରେ ସାର୍ବଜନୀନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ସରୋଜ କୁମାର ସ୍ୱାଇଁ ଓ ପତ୍ନୀ ଚାରୁଲତା ସ୍ୱାଇଁ, ବାବୁଲି ସ୍ୱାଇଁ, ଉପେନ୍ଦ୍ର ପାଣିଗ୍ରାହୀ, ସୌଭାଗ୍ୟ ବସ୍ତିଆ, ଅଜୟ ଜେନା, ସୋମନାଥ ସାମନ୍ତରାୟ, ଅଜୟ ପଣ୍ଡା, ହରିବନ୍ଧୁ ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଶଶିଭୂଷଣ ପରିଡ଼ା, ଜଳେନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର ମଲ୍ଲଙ୍କ ସମେତ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘ ସଦସ୍ୟ ଓ ଗ୍ରାମବାସୀ ମିଳିତ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ବୁଧବାର ସକାଳେ ନାମ ସମାପନ ପରେ ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ଯମୁନା ସ୍ନାନ କାର୍ଯ୍ୟକ୍ରମ ରହିଛି।